ଅଇଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ଼ ପିଇଲା ମହାନଦୀର ପାଣି ସୁବର୍ଣ୍ଣ ଥାଳିରେ ହୀରା ପରସିଲେ ମୁକୁନ୍ଦ ଦେବଙ୍କ ରାଣୀ। ଏ ପଦ୍ୟଟି ଏ ଉକ୍ତିଟି ଆପଣ ପିଲାବେଳୁ ପଢ଼ିଥିବେ ଆଉ ଜାଣିଥିବେ ମଧ୍ୟ। ଯେତେବେଳେ ଦୁର୍ଦ୍ଦଶ କଳା ପାହାଡ଼ ବାରବାଟୀ ଦୁର୍ଗକୁ ଧ୍ୱଂସ କରିବାକୁ ଆସିଛି, ଲୁଟିବାକୁ ଆସିଛି, ତାକୁ ସେତେବେଳେ ମୁକୁନ୍ଦ ଦେବଙ୍କ ରାଣୀ ସୁବର୍ଣ୍ଣ ଥାଳିରେ ହୀରା ପରସିଛନ୍ତି। ଆଉ କେତେକଙ୍କ ମତରେ ରାଣୀ ହୀରା ନୁହେଁ, ସେ ପଦ୍ୟଟି ହୀରା ନୁହେଁ, ସେଟା ହେଉଛି ହେଡ଼ା। ଅର୍ଥାତ୍ ଗୀତଟି ଏଇଆ ହେଇପାରେ, ତାର ସେ ପଦ୍ୟଟିର ଆର ଦିଗଟି ଏମିତି ହେଇପାରେ ଯେ ଅଇଲା କଳା ପାହାଡ଼ ଭାଙ୍ଗିଲା ଲୁହାର ବାଡ଼ ପିଇଲା ମହାନଦୀର ପାଣି ସୁବର୍ଣ୍ଣ ଥାଳିରେ ହେଡ଼ା ପରସିଲେ ମୁକୁନ୍ଦ ଦେବଙ୍କ ରାଣୀ। ଅର୍ଥାତ୍ ହୀରା ନୁହେଁ, ହେଡ଼ା। ଆକୁ ନେଇକି ଗୋଟେ କନଫ୍ୟୁଜନ୍ ରହିଛି। ଦୁଇଟା ମତ ଆସେ ଯେ ପ୍ରକୃତରେ ରାଣୀ କଳା ପାହାଡ଼କୁ ହୀରା ପରସିଥିଲେ ସୁବର୍ଣ୍ଣ ଥାଳିରେ ନା ହେଡ଼ା ପରସିଥିଲେ, ଅର୍ଥାତ୍ ଗୋମାଂସ ପରସିଥିଲେ। ନମସ୍କାର, ମୁଁ ତାପସ କହୁଛି। ଆଜି ଏକ ଐତିହାସିକ ତଥ୍ୟକୁ ନେଇକି ଆଲୋଚନା। ପ୍ରକୃତରେ ଯେତେବେଳେ ଦୁର୍ଦ୍ଦଶ କଳା ପାହାଡ଼ ଶ୍ରୀକ୍ଷେତ୍ର ଆକ୍ରମଣ କରିକି ଫେରିଥାଏ, କୁହାଯାଏ ଶ୍ରୀକ୍ଷେତ୍ର ଆକ୍ରମଣ କରିକି ଫେରିଥାଏ, ବାଟରେ ସେ ବାରବାଟୀ ଦୁର୍ଗ ଧ୍ୱଂସ କରିବ ଆଉ ବାରବାଟୀ ଲୁଟ୍ କରିବ। କାରଣ ବାରବାଟୀ ଦୁର୍ଗରେ ଅମାପ ଧନ ସମ୍ପତ୍ତି ଥିଲା। ରାଜାଙ୍କର ଦୁର୍ଗ ନିଶ୍ଚିତ ଥିବ, ତେଣୁ ସେ ଲୁଟିବା ଚକ୍କରରେ ଆସିଛି। ଆଉ ଏହି ସମୟରେ ଯିଏ ରାଣୀ ମୁକୁନ୍ଦ ଦେବଙ୍କ ରାଣୀ ଯିଏ, ସେ ହେଉଛନ୍ତି ଉତ୍ସାହିନୀ ଦେଇ। ସେ କୁଆଡ଼େ କଳା ପାହାଡ଼କୁ ଗୋମାଂସ ଦେଇଛନ୍ତି, କିନ୍ତୁ ଆଉ କେତେକ ମତରେ ସେ ଗୋମାଂସ ଦେଇନାହାନ୍ତି, ବରଂ ହୀରା ଦେଇଛନ୍ତି। ପ୍ରକୃତରେ ରାଣୀ ଗୋମାଂସ ଦେଇଥିଲେ ନା ହୀରା ପରସିଥିଲେ ସୁବର୍ଣ୍ଣ ଥାଳିରେ? ଆସନ୍ତୁ ଟିକେ ବିଶ୍ଳେଷଣ କରିବା, ଗୋଟେ ଐତିହାସିକ ତଥ୍ୟ ଜାଣିବା, ବିଶ୍ଳେଷଣ କରିବା, ଆଉ ଆପଣଙ୍କର ମତାମତ ନିହାତି ଆବଶ୍ୟକ। କୁହାଯାଏ ଉତ୍କଳର ଶେଷ ସ୍ୱାଧୀନ ରାଜା ହେଉଛନ୍ତି ଗଜପତି ମୁକୁନ୍ଦ ଦେବ। ଗଜପତି ମୁକୁନ୍ଦ ଦେବ ବାରବାଟୀ ଦୁର୍ଗରେ ଗୋଟେ ସେ ନବତଳ ପ୍ରାସାଦ ନିର୍ମାଣ କରିଥିଲେ। ଯେଉଁ ବାରବାଟୀ ଦୁର୍ଗର ମୁଖ୍ୟ ନିର୍ମାତା ହେଉଛନ୍ତି ଅନଙ୍ଗ ଭୀମଦେବ। ସେ 1238ରେ ସେଇ ବାରବାଟୀ ଦୁର୍ଗ ନିର୍ମାଣ କରିଥିଲେ, କିନ୍ତୁ ସେଇ ବାରବାଟୀ ଦୁର୍ଗର ନବତଳ ପ୍ରାସାଦ ନିର୍ମାଣ କରିଥିଲେ। ରାଜା ମୁକୁନ୍ଦ ଦେବ, ଗଜପତି ମୁକୁନ୍ଦ ଦେବ କଲିକତାର ଗଙ୍ଗା ନଦୀ କୂଳରେ ଗୋଟେ ତ୍ରିବେଣୀ ଘାଟ ନିର୍ମାଣ କରିଥିଲେ ଉତ୍କଳବାସୀଙ୍କ ପାଇଁ। ଆଉ ତାଙ୍କର ଗୋଟେ ଭବିଷ୍ୟତର ଯୋଜନା ଥିଲା କଲିକତାର ଗଙ୍ଗା ନଦୀରୁ ଗୋଟିଏ ଧାର ଆଣିକି ମହାନଦୀରେ ପକାଇବା ପାଇଁ। ଅର୍ଥାତ୍ ଉତ୍କଳର ଲୋକେ, ଓଡ଼ିଶାର ଲୋକେ ଗଙ୍ଗା ନଦୀର ପାଣିର ତାର ସୁବିଧା ସୁଯୋଗ ପାଇପାରିବେ। କିନ୍ତୁ ତାଙ୍କ ସ୍ୱପ୍ନ ସାକାର ହୋଇପାରି ନାହିଁ, କାରଣ ସେତେବେଳେ ବାରମ୍ବାର ବାହ୍ୟ ଶତ୍ରୁର ଆକ୍ରମଣ ଗୋଟେ ବିପତ୍ତି ଥିଲା ଏଇ ଉତ୍କଳର ରାଜାମାନଙ୍କ ପ୍ରତି, ଶ୍ରୀମନ୍ଦିର ପ୍ରତି। ବାରମ୍ବାର ଆକ୍ରମଣର ବାହ୍ୟ ଶତ୍ରୁ କହିଲେ କିଏ ନା ସେ ମୁଗଲ ଶାସକ। 1568 ମସିହାରେ ବଙ୍ଗର ସୁଲତାନ ସୁଲେମାନ କରାନୀଙ୍କ ସହ ଯୁଦ୍ଧ ହୁଏ। କାହା ସହିତ ଯୁଦ୍ଧ ହୁଏ ନା ମୁକୁନ୍ଦ ଦେବଙ୍କ। ସ୍ଥାନ ହେଉଛି କେଉଁଠି? ସ୍ଥାନ ହେଉଛି ଭଦ୍ରକ ଜିଲ୍ଲା ଧାମନଗରର ଗେଙ୍ଗୁଟି ନଦୀ ପାଖରେ ଯେଉଁ ଗୋଟେ ଜାଗା ଅଛି ଗୋହିରା ଟିକିରା। ସେ ଗୋହିରା ଟିକିରାରେ ସୁଲେମାନ କରାନୀଙ୍କ ବିପକ୍ଷରେ ଯୁଦ୍ଧ ହୁଏ ରାଜା ମୁକୁନ୍ଦ ଦେବଙ୍କ ସହ। କିନ୍ତୁ ସେଥିରେ ମଧ୍ୟ ଷଡ଼ଯନ୍ତ୍ରର ମାନେ ଗୋଟେ କ୍ଷୟ ରହିଛି। ସାରଙ୍ଗଗଡ଼ ରାଜା ରାମଚନ୍ଦ୍ର ଭଞ୍ଜ ସୁଲେମାନ କରାନୀଙ୍କ ସହ ହାତ ମିଳେଇଥିଲେ। କାହା ବିପକ୍ଷରେ ନା ମୁକୁନ୍ଦ ଦେବଙ୍କ ବିରୁଦ୍ଧରେ। ଆଉ ମୁକୁନ୍ଦ ଦେବ ହତ୍ୟାର ଶିକାର ହୁଅନ୍ତି। କେଉଁଠି ଶିକାର ହୁଅନ୍ତି ନା ସେଇ ଗୋହିରା ଟିକିରାରେ। ତାପରେ ଯେଉଁ ଗୋଟେ ଅବସାନ ଘଟେ ଉତ୍କଳର ଶେଷ ସ୍ୱାଧୀନ ରାଜା ମୁକୁନ୍ଦ ଦେବ। ଏ ଥିଲା ଯେ ରାଜା ମୁକୁନ୍ଦ ଦେବଙ୍କ ବିଷୟରେ ଗୋଟେ ସମ୍ୟକ ସୂଚନା। ଏବେ ଟପିକକୁ ଆସିବା ଯେ ରାଜା ମୁକୁନ୍ଦ ଦେବଙ୍କ ରାଣୀ ଉତ୍ସାହିନୀ ଦେଇ ଯେ ପ୍ରକୃତରେ ଯେତେବେଳେ କଳା ପାହାଡ଼ ଆକ୍ରମଣ କରିବାକୁ ଆସିଥିଲା, ବାରବାଟୀ ଦୁର୍ଗ ଧ୍ୱଂସ କରିବାକୁ ଆସିଥିଲା, ତାକୁ ସେ କ'ଣ ଦେଇଥିଲେ? ଅନେକଙ୍କ ମତରେ ଯେ କଳା ପାହାଡ଼ ଶ୍ରୀକ୍ଷେତ୍ର, ପୁରୀ ଶ୍ରୀକ୍ଷେତ୍ର, ସେଠି ସେ ଧ୍ୱଂସର ତାଣ୍ଡବ ଲୀଳା ରଚିକି ଆସିଥିଲା। ବାଟରେ କଟକରେ ବାରବାଟୀ ଦୁର୍ଗ ଧ୍ୱଂସ କରିବାର ତାର ଯୋଜନା ଥିଲା। ଯେତେବେଳେ ଆସିକି କଳା ପାହାଡ଼ ପହଞ୍ଚିଛି, ତାକୁ ରାଣୀ ଧୈର୍ଯ୍ୟର ସହ ସାମ୍ନା କରିଛନ୍ତି। ରାଣୀଙ୍କ ପାଇଁ ଗୋଟେ ଅଗ୍ନି ପରୀକ୍ଷା। ରାଣୀଙ୍କର ସତୀତ୍ୱ ବଞ୍ଚାଇବେ, ପ୍ଲସ୍ ହେଉଛି ବାରବାଟୀ ଦୁର୍ଗର ସୁରକ୍ଷା। ତେଣୁ ରାଣୀଙ୍କ ପାଇଁ ଗୋଟେ ସତୀତ୍ୱ ପରୀକ୍ଷା ଗୋଟେ
गोटे बड़ प्रश्नवाची थिला तेणु से केमिति मुकाबला करिवे बड़ कथा हला से केमिति मुकाबला करिवे कहा सहित ना होची कला पहाड़ सहित तेणु रानी अति बुद्धिमानर सहित कला पहाड़ जेहेतु गोटे 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 लुभी आउ तार लुभ संवरण करने आनी चतुरतार सहित कहुए सी होती जे ताकू सुवर्ण थाली रे हीरा देइछंती मतरे रानी विधवा हो जाती जड़े विधवा हो सारा पर तार कौन आउ आत्मा तरई जीव से पुणी जे गोटे गोटे विधर्मी को हीरा परसिबे सुवर्ण थाली रे पुणी हीरा परसिबे से कथा नुहे रानी अत्यंत क्रोधित अवस्था थिले तेणु जेहेतु गोटे से गोटे विधर्मी तेणु सी कौन कर सी होती हेड़ा देइछंती माने गोमांस देइछंती पुणी गोटे प्रश्न उठे जिते कला पहाड़ आसी आक्रमण करने से एका आसी न तार सैन्य सामंत आसी तेणु रानी कौन जनक रोषे करते हेड़ा गोमांस ना बाकी अन्य मानक रोषे करते नहीं भी गोटे प्रश्नवाची सृष्टि होती से तो रानी राजबाटर जी अच्छा कर्मचारी से तो कहीपरि था अधिक रंधा जाऊ कि से विषय किसी तथ्य ना जेहेतु ऐतिहासिक तथ्य स्पष्ट ना रानी निजर सतीत्व रक्षा करने आउ बारवाटी दुर्ग को गोटे ध्वंस मुखर रक्षा करने कला पहाड़र मन जिणवा लगी ताकू सुवर्ण थाली रे हीरा परसी देइछंती हेड़ा नुह अर्थात गोमांस परसी देना ये जातिर वीरत्वर गोटे प्रतीक होउची जे बारवाटी दुर्ग से बारवाटी दुर्ग को ताकू ध्वंस मुखर रक्षा करने रानी अमाप साहसर सहित वीरत्वर सहित अति विचक्षण बुद्धि रे से मुकाबला कर पहाड़ को मुकाबला करछंती तांकू सुवर्ण थाली रे हीरा परसुछंती प्रकृत रे रानी कौन परसी आउ किसी जदि ऐतिहासिक तथ्य थाए प्रकृत रे रानी कौन परसी हीरा परसी ना हेड़ा परसी डायमंड ना गोमांस मतामत आपणक अपेक्षा नमस्कार रहुछि।